ଆମର ସାନ ଭଉଣୀ ଖାଉଛି କେତେ ବଢିଆ ହେଇଛି କଣ ଭାତ ଆଉ ଶାଗ ଭାଇ ଆମର ସେଠି ଜଣେ ମଉସା ସେଠି ଆମର ଖାଉଛନ୍ତି। କଣ ଖାଉଛ ମଉସା? ହଉ ହଉ ଭାତ ଶାଗ ଏଠି ମାଉସୀ ବସିଛନ୍ତି। ଏତେ ସୁନ୍ଦର ହେଇଛି ଗାଁ ଟା ଛୋଟ ଗାଁ ଟା ବହୁତ ବଢିଆ ହେଇଛି ଛୋଟ ଗାଁ ଟା ଏଠି ତାଙ୍କର ଏଇଟା ହଉଛି ତାଙ୍କର ରୋଷେଇ ଏଇଟା ରୋଷେଇ ଶାଳ ରୋଷେଇ ଘର। ପଛପଟରେ କେତେ ବଢିଆ ଜଙ୍ଗଲ ଟା ହେଇଛି ବହୁତ ବଢିଆ ସୁନ୍ଦର ଜଙ୍ଗଲ ଟା ଅଛି। ଦୂରରୁ କେତେ ସୁନ୍ଦର ଦେଖା ହଉଛି ଜଙ୍ଗଲ ଟା ପୁରା ଘଞ୍ଚ ଜଙ୍ଗଲ। ଆଜ୍ଞା ଦର୍ଶକ ବନ୍ଧୁ ଦେଖନ୍ତୁ ଦୂରରୁ ଏଇଠି ତାଙ୍କର ଏଇ ପଥର ଦିଆ ହେଇଛି ସବୁ ବାଡ ସବୁ କରିଛନ୍ତି ଜମି ଟିକେ ଟିକେ ସବୁ ଚାଷ କରନ୍ତି ବର୍ଷା ଦିନେ। ନମସ୍କାର ଦର୍ଶକ ବନ୍ଧୁ ଚାଲନ୍ତୁ ଭିଡିଓଟି ଆରମ୍ଭ କରିବା ଭିଡିଓଟି ଦେଖିବା ପୂର୍ବରୁ ଲାଇକ୍ କରିବେ ସବସ୍କ୍ରାଇବ କରିବେ। ଆଉ ମୁଁ ଆଜି ଗୋଟେ ଛୋଟ ଗାଁକୁ ଆସିଥିଲି ଏଠି ସମ୍ପୂର୍ଣ୍ଣ ଆଦିବାସୀ ଗାଁ ଏ ଗାଁ ର ନାଁ ହଉଛି ଚରମ୍ପି ଆଉ ଏଇଠି ତାଙ୍କର ଏଇଠି ଘର ଦେଖନ୍ତୁ କେତେ ଘର ସୁନ୍ଦର ହେଇଛି ସାନ ସାନ ଘର ସବୁ କରିଛନ୍ତି। ଆ ଭିତରେ ଗୋଟେ ଗଳି ବାଟ ଅଛି। ୟା ଭିତରେ ସବୁ ଏ ନାନୀ ମାନେ ସବୁ ଏଠି କଣ କରୁଛନ୍ତି ରୋଷେଇ ଚାଲିଛି ନା? ଏଇଠି କୁକୁଡା ମାନେ ସବୁ ଏଇଠି ଅଛନ୍ତି। ଏଇ ସବୁ ସାନ ସାନ କୁକୁଡା ସବୁ ରଖିଛନ୍ତି ଦେଖନ୍ତୁ ଟିକି ଟିକି କୁକୁଡା ସବୁ ଚାଲିଛନ୍ତି ସବୁ। ଗାଁଟି ସମ୍ପୂର୍ଣ୍ଣ ବୁଲିବାକୁ ପଡିବ ଟିକେ ଛୋଟ ଗାଁ ଟା। ଏବେ ସବୁ ସରକାରୀ ସୁବିଧା ମିଳିବାରୁ ଗାଁ ଟା ଟିକେ ଡେଭଲପ କରିଛି। ଏଠି ଜଣେ ମା ବସିଛନ୍ତି। ଓ ମା ଖାଦି ଖାଇଯାଇଲ ହଉ ହଉ। ଏବେ ସବୁ ଗାଁ ରେ ଟିକେ ମାନେ ଲୋକ ପାଠ ସାଠ ପଢିଲେଣି। ଆଉ ଭଲ କି ଭଲ ମନ୍ଦ କଥା ବି ଶିଖି ଜାଣିବାକୁ ପାଇଲେଣି। ଏ ଗାଁ ଟା ଗୋଟେ ଜଙ୍ଗଲ ପରିବେଶ ଭିତରେ ସେଠି ରହିଛି। ସବୁ ମଇଁଷି ବନ୍ଧା ହେଇଛନ୍ତି। ପାଖରେ ଦୂର ବାଟରେ ଚାଷ ଜମି ସବୁ ଅଛି। ସବୁ ଚାଷ ସବୁ କଣ ପନିପରିବା ସବୁ ଚାଷ ଲଗା ହେଇଛି। ଆଗରେ ଗାଈ ମଇଁଷି ସବୁ ବନ୍ଧା ହେଇଛି। ଛୋଟ ଆଦିବାସୀ ଗାଁଟି। ଦର୍ଶକ ବନ୍ଧୁ ଇଏ ଗୋଟେ ଛୋଟ ଆଦିବାସୀ ଗାଁଟି। ଆଉ ଏଠି ପ୍ରାୟ 16-17 ଘର ଆଦିବାସୀ ଲୋକ ବସବାସ କରନ୍ତି। ଆଗରେ ସବୁ ରହିଛି ଏ ଯୋଉ ଦୂର ଦୂରରେ ରହିଛି ସବୁ ଚାଷ ଜମି। ବେଶୀ ଦୂରରେ ସବୁ ଚାଷ ଜମି ସବୁ ରହିଛି ଯୋଉଗୁଡା ଦେଖା ହାଉଛି ଏ ସବୁ ଗୁଡା ସବୁ ଚାଷ ଜମି ଏବେ ସବୁ ହଳ କରିବେ ବର୍ଷା ହେଇଯାଇଛି। ଚାଷ କରିବେ ଏପଟରେ ଏଇ ଯୋଉ ଏଇଟା ସବୁ ପାହାଡ ତାଙ୍କର ଜଙ୍ଗଲ ପାହାଡ ପୁରା ରହିଛି ସୁନ୍ଦର ପରିବେଶ ଟା ରହିଛି।
ଏରା ସବୁ ପାଖରେ ସବୁ ଏରା ସବୁ ହେଇ ଦେଖନ୍ତୁ ତେନ୍ତୁଳି ଗଛ ସବୁ ଏରା ସବୁ ତେନ୍ତୁଳି ଗଛ ସବୁ ଚାରିପଟରେ ସବୁ ତେନ୍ତୁଳି ଗଛ ରହିଛି। ଏମାନେ ପ୍ରାୟ ତେନ୍ତୁଳି ଯାହା ଉତ୍ପାଦନ ହବ ଏଇ ଖରା ଦିନରେ ସେମାନେ ତେନ୍ତୁଳି ଗଛରୁ କାଢିଦେବେ ଆଉ ସେ ତାକୁ ବିକିଦେବେ କିଛି ଖାଇବା ପାଇଁ ରଖିବେ। ଏଇଟା ହଉଛି ସଲପ ଗଛ ତାଙ୍କର ଏଥିରୁ ସଲପ ରସ ବାହାରିବ ଆଉ ସେମାନେ ଏଇଟାକୁ ପିଇବେ ମଦ କରିକି ପିଇବେ। ଚାଲନ୍ତୁ ଆଗକୁ ଟିକେ ଯିବା ଏଠି ଗାଁକୁ ବେଶୀ ଗାଁକୁ ରାସ୍ତା ଯଦି ଅଛି ଏତେ ଭଲ ରାସ୍ତା ନାହିଁ। ଏଠି ସବୁ ତାଙ୍କର ଚାଷ ଜମି ସବୁ ଏଇଟା ହଳ କରିଛନ୍ତି ସବୁ। ଏଠି ତାଙ୍କର ମାନେ ନଡା ପାଳ ଗଦା କରିଛନ୍ତି ଗାଈ ମଇଁଷି ବଳଦ ଏ ସବୁ ଖାଇବା ପାଇଁ। କେତେ ସୁନ୍ଦର ପରିବେଶ ଟା ରହିଛି ଜଙ୍ଗଲ ପରିବେଶ। ଦର୍ଶକ ବନ୍ଧୁ ମୋର କହିବା କଥା ହେଲା ଆପଣ ମାନେ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ। ଆଉ ଯୋଉଠି ଗାଁ ପାଖରେ ଜଙ୍ଗଲ ପରିବେଶ ଅଛି ସେ ଜଙ୍ଗଲ ପରିବେଶକୁ ରକ୍ଷା କରନ୍ତୁ। ଯାହା ଫଳରେ ମାନେ ଆମର ପରିବେଶ ଜଙ୍ଗଲ ପରିବେଶ ଟା ରକ୍ଷା ପାଇପାରିବ। ଆମର ବାୟୁମଣ୍ଡଳର ଯୋଉ ତାପମାତ୍ରା ବୃଦ୍ଧି ପାଉଛି ସିଏ ମଧ୍ୟ ଆମର ରକ୍ଷା ତାତିରୁ ରକ୍ଷା ମିଳିବ। ତେଣୁ କେହି ଗଛ କାଟନ୍ତୁ ନାହିଁ ଗଛ ବରଂ ଲଗାନ୍ତୁ ଗଛ କାଟିବା ଦ୍ଵାରା ବହୁତ ଅସୁବିଧା ଦେଖନ୍ତୁ ଏ ଛୋଟ ଗାଁ ଟା କେତେ ସୁନ୍ଦର ଜଙ୍ଗଲ ହେଇଛି। ବହୁତ ଜଙ୍ଗଲ କେତେ ବଢିଆ ଜଙ୍ଗଲ ସେମାନେ ଗାଁ ଲୋକ ଜଗିକି ରଖିଛନ୍ତି। ଏଠି ତେନ୍ତୁଳି ଗଛ କଣ ବାଟେ ସେଠିକି ଉତରି ଆଇଲୁ ଆର୍ ସେଠି ଟାୱାର କଟିସିଲାନି ଟାୱାର ଏଣ୍ଡ କରିଦମ। ଚାରିପଟେ ସୁନ୍ଦର ଚାଷ ଜମି ଏଇଟା ଏଠି ପ୍ରାୟ ମାନେ ବର୍ଷା ଦିନ ହେଲେ ହିଁ ସବୁ ଚାଷ ବାସ ହବ। ଅଳ୍ପ ଟିକେ ପାଣିର ଯୋଉ ସୁବିଧା ଅଛି ସେମାନେ ଚାଷ ବାସ କରୁଛନ୍ତି। ସେପଟରେ ବହୁତ ଦୂରରେ ପାହାଡ ସବୁ ରହିଛି ସେ ଆଉ ଗୋଟେ ଅଲଗା ଗାଁ ର ଜାଗା। ଏ ଦୂରରେ ପାହାଡ ଦେଖା ଯାଉଛି ଜଙ୍ଗଲ ପାହାଡ ବହୁତ ବଢିଆ ହେଇଛି ସୁନ୍ଦର ପରିବେଶ ଟା। ଗାଁ କୁ ରାସ୍ତା ଏତେ ଭଲ ନାହିଁ ଖଣ୍ଡିଆ ଖାବରା ରାସ୍ତା ଟିକେ ଅଛି ମାଟି ଆଉ ଯୋଉ ମୋର ମିଶା ରାସ୍ତା ମେଟାଲ ପଡିଛି। ମଇଁଷି ମାନେ ଏଠି ବନ୍ଧା ହେଇଛନ୍ତି ସବୁ। ଗଛ ପାଖରେ ସବୁ ମାନେ ସବୁ ଚରିବାକୁ ଯିବେ ଆଉ ଟିକେ ପରେ ମାନେ ସବୁ ତାଙ୍କର ଏଇ ପାଖରେ ଥିବା ଜଙ୍ଗଲ ଏଇ ଜଙ୍ଗଲକୁ ଯିବେ ଚରିବେ ନହେଲେ ବିଲ ବାଡିରେ କୋଉଠି ଚରିବେ ଆଉ। ଦର୍ଶକ ବନ୍ଧୁ ଦେଖନ୍ତୁ ଏଠି ତାଙ୍କର ସବୁ ଏଠି ରଖିଛନ୍ତି ସବୁ ଜାଳ ସବୁ ଜଙ୍ଗଲରୁ ସଂଗ୍ରହ କରିକିରି ଜାଳ ସବୁ ରଖିଛନ୍ତି ବର୍ଷ ସାରା ଏମାନେ କଣ କରିବେ ଏଇ ଜାଳକୁ ଏମାନେ ୟୁଜ କରିବେ ତାଙ୍କର ପ୍ରାୟତଃ ଉଷୁମ ପାଣିରେ ଗାଧେଇବେ ଯାହା ରୋଷେଇ କରିବେ ଆଉ ଏମାନେ ତ ପ୍ରାୟ ଗ୍ୟାସ ର ବ୍ୟବସ୍ଥା ଯଦି ଅଛି ଗ୍ୟାସ ଏମାନେ ପ୍ରାୟ ରୋଷେଇରେ ଏତେ ମାନେ ରୋଷେଇରେ ଯାହା ୟୁଜ୍ କରିବେ କାହିଁକିନା ଗରମ ପାଣି ସକାଳୁ କରି ଗାଧେଇବେ। ଚାଲନ୍ତୁ ଯିବା ଆଉ ଗୋଟେ ତାଙ୍କର ସେଇ ପାଖରେ ଥିବା ଦେଖିବା ସେ ଚାଷ ସବୁ କଣ କରୁଛନ୍ତି। ଏଇଟା ହଉଛି ତାଙ୍କ ଚାଷ ଜମି ସବୁ। ଏ ଚାଷ ଜମି ଭିତରେ ଏ ସବୁ ହଳ ହେଇଯାଇଛି ସବୁ।
ଏ ସବୁ କୋବି ଲଗେଇଛନ୍ତି, ସବୁ ସାନ ସାନ ଗଛ ସବୁ କୋବି ଲଗେଇଛନ୍ତି, ସବୁ କୋବି ଲଗା ହେଇଛି। ଆଗରେ କଣ ସବୁ ଲଗା ହେଇଛି ଦେଖିବା। ମାନେ ସବୁ କଞ୍ଚା ଲଙ୍କା ଚାଷ କରିଛନ୍ତି। ବା ବହୁତ ବଢିଆ ହେଇଛି କଞ୍ଚା ଲଙ୍କା। ଏ କଞ୍ଚା ଲଙ୍କା ଏଇଟା ଲଗେଇଛନ୍ତି, ଏମାନେ ଏଇଆକୁ ବିକିକିରି ମାର୍କେଟରେ ବିକିବେ ଆଉ ସେଥିରୁ କିଛି ପଇସା ରୋଜଗାର କରିବେ। ତାଙ୍କର ଏଇଟା ହଉଛି ବ୍ୟବସାୟ। କାହିଁକି ନା ଏଠି ପ୍ରାୟ ପାଣିର ଅସୁବିଧା ବହୁତ ଅଛି, ସବୁ ଜାଗାରେ ପାଣିର ସୁବିଧା ନାହିଁ। ଆଉ ସେ ପାଖକୁ ଯିବା ସବୁ ଏ ଖରା ଦିନିଆ ଧାନ ସବୁ କରିଛନ୍ତି। ବହୁତ ବଢିଆ ଧାନ ହେଇଛି ସବୁ। ଏଇଟା ହଉଛି ଏ ଗାଁ ର ପାଖ ଜମି, ଏଇଟା ହଉଛି ଧାନ ଚାଷ ଜମି। ଏଗୁଡାକୁ ଏମାନେ କହନ୍ତି, ଉପରକୁ ଯୋଉ ଜମି ଗୁଡା ଏଗୁଡା କହିବେ ପଦା ଜମି। ଏଇ ଯୋଉ ଧାନ ଚାଷ ହେଇଛି, ଏ ଧାନ ଚାଷ ଜମିକି ଏମାନେ, ଏଇ ଯୋଉ ଧାନ ଚାଷ ହେଇଛି ଜମି ଦେଖା ହଉଛି ୟାକୁ କହିବେ ବେଡା ଜମି। ଆଉ ଏଇ ଯୋଉ ଜମି ଗୁଡାକ ସବୁ ଅଛି ଆକୁ କହିବେ ପଦା ଜମି। ଏଇ ଯୋଉ କଞ୍ଚା ଲଙ୍କା ଲଗା ହେଇ ଚାଷ ହେଇଛି ଆକୁ କହିବେ ପଦା ଜମି। ଏହାକୁ ମଧ୍ୟ ସେମାନେ କହନ୍ତି, ଆଉ ଟିକେ ଉପରକୁ ଯୋଉ ଜମି ଗୁଡା ସବୁ ଅଛି ତାକୁ କହିବେ ଡଙ୍ଗର ଜମି। ଚାରିପଟରେ କେତେ ବଢିଆ ସୁନ୍ଦର ପରିବେଶ ହେଇଛି, ମାନେ ଜଙ୍ଗଲ ରହିଛି। ଏ ପାହାଡ ଏତେ ଦୂରରେ ରହିଛି, ସବୁ ପାହାଡ ରହିଛି, ଜଙ୍ଗଲ ରହିଛି, ବହୁତ ବଢିଆ ହେଇଛି। ଯିବା ଏଥରକ। ସେମାନେ ସମ୍ପୂର୍ଣ୍ଣ ସୀମନ୍ତ ପରଜା ଆଦିବାସୀ, ତାଙ୍କର ଖାଇବା ପିଇବା ମାନେ ପ୍ରାୟ ସେମାନେ ଭାତ ମାଣ୍ଡିଆ ଆଉ ଯାହା ପନିପରିବାର ତରକାରୀ ସେମାନେ ଖାଆନ୍ତି, ପ୍ରାୟ ସେମାନେ ତରକାରୀ କି କହିବେ ଶାଗ। କଣ ଖାଇଲେ ନା ମୁଁ ଶାଗ ଖାଇଲି। ସେମାନେ, ଆମେ ବୁଝିବା ଟା ବାହାର ଲୋକ ବୁଝିବ ବୋଧେ ଶାଗ ଖାଇଲା, କିନ୍ତୁ ପ୍ରକୃତରେ ଶାଗ ସେମାନେ ତରକାରୀ କି ଶାଗ କୁହନ୍ତି। ତେଣୁ ସେମାନଙ୍କର ତାଙ୍କର ସବୁବେଳେ ଚିରାଚରିତ ଭାଷା ହଉଛି ସେମାନେ ତରକାରୀ କି ଶାଗ କହିବେ, ଭାତ କହିବେ ଭାତକୁ ଭାତ, ଆଉ ମାଣ୍ଡିଆକୁ କହିବେ ମାଣ୍ଡିଆ পেଜ ଖାଇଲି। ଦର୍ଶକ ବନ୍ଧୁ, ଇଏ ହେଉଛି ଚରପି ଗାଁର ଗୋଟିଏ ମାନେ ଠାକୁରାଣୀ ସ୍ଥାନ। ତାକୁ ଏମିତି ଗଛ ଫଛ ସବୁ ଥିବ, ଏମାନେ ତାକୁ କହିବେ ନିଶାଣୀ ମୁଣ୍ଡା। ତାଙ୍କର ଗୋଟେ ବିଶ୍ୱାସ ଅଛି। ଆଉ ଏଟା ଦେଖନ୍ତୁ ପାଖରେ ପୁରା ଘଞ୍ଚ ଜଙ୍ଗଲ, ଏଇଠି ତାଙ୍କର ଠାକୁରାଣୀ ସ୍ଥାନ, ତାକୁ ନିଶାଣୀ ମୁଣ୍ଡା ଏମାନେ କହିବେ। ଏଇଟା ହେଉଛି ତାଙ୍କର, ମାନେ ଏଇଟାକୁ ସେମାନେ କହିବେ ନିଶାଣୀ ମୁଣ୍ଡା। ତାଙ୍କର ଏଇ ଗଛ ସବୁ ଥିବ, ୟାରି ଭିତରେ ସେମାନଙ୍କର ବିଶ୍ୱାସ ଅଛି କଣ ନା ଏଥିରେ ଠାକୁରାଣୀ ଥିବେ। ତାଙ୍କର ଏଇଟା 3 ବର୍ଷରେ ଥରେ ପୂଜା ହୁଏ, ତାଙ୍କ ପୂଜା କରନ୍ତି। ଏଇ ବର୍ଷ ତାଙ୍କର ବୋଧେ ପୂଜା କରିବେ, ଗାଁ ଲୋକ କହୁଥିଲେ। ଏଇଟା ତାଙ୍କର ହେଉଛି ନିଶାଣୀ ମୁଣ୍ଡା। ଆଉ ଏଠି କେତେ ଘଞ୍ଚ ଜଙ୍ଗଲ ଅଛି, ଚାରିପଟରେ ପାଖରେ ଅଛି ପୁରା ଘଞ୍ଚ ଜଙ୍ଗଲ। ଏଇଟା ତାଙ୍କର ଚାଷ ଜମି। ଏଇ ସେଇ ଚାଷ ଜମିର ମାନେ ଯୋଉ ପଦା ଜମିରେ ମୁଁ ଚାଲି ଚାଲିକି ଯାଉଛି ତାଙ୍କ ଗାଁ ପାଖକୁ। ଆଉଥରେ ତାଙ୍କ ଗାଁ ରେ କେବଳ ଏଇ ଯୋଉ 17 ଘର ଅଛନ୍ତି ଆଦିବାସୀ ଲୋକ, ପ୍ରକୃତରେ ସେ କଣ ନା ଗୋଟେ ସୁନ୍ଦର ପରିବେଶ ଭିତରେ କେତେ ଖୁସିରେ ଅଛନ୍ତି। ସେମାନଙ୍କୁ ଏ ସୁନ୍ଦର ପରିବେଶ ଏତେ ବଢିଆ ଲାଗୁଛି, କାହିଁକିନା ଏମାନେ ସହର ଠାରୁ ବହୁତ ଦୂରରେ ରହୁଛନ୍ତି। ତାଙ୍କର ପାଖ ମାର୍କେଟ ହେଲା, ପାଖ ମାର୍କେଟ କହିଲେ ଏଇଠୁ 10-12 କିଲୋମିଟର ଦୂର ହବ ନନ୍ଦପୁର ମାର୍କେଟ। ସେଠି ଗୋଟେ ହାଟ ହୁଏ ପ୍ରତି ବୁଧବାର। ସେଇଦିନ ଏ ଗାଁର ଲୋକମାନେ ପ୍ରାୟ ସମସ୍ତେ ଯିବେ ହାଟକୁ। ତାଙ୍କର ଗୋଟେ ସପ୍ତାହକ ପାଇଁ ପନିପରିବା ସବୁ ଧରିବେ, ତେଲ ଲୁଣ ଯାହା କିଛି ଆବଶ୍ୟକ ଜିନିଷ
ଆଣିବ। ଏବେ ଯାହା ହଉ ଲୋକମାନଙ୍କର ଟିକେ ମାନେ ଆବଶ୍ୟକତା ଅନୁସାରେ ରୋଜଗାର ଟିକେ ବଢିଲାଣି। ଲୋକଟି ମାନେ ଟିକେ ଭଲରେ ଚଳିବାକୁ ଚେଷ୍ଟା କଲେଣି। ଆଉ ଲୋକମାନେ ସବୁ କିଛି ମାନେ ତାଙ୍କର ରୋଜଗାର ଯାହା ରହୁଛି ସେଇ ଧାନ, ମାଣ୍ଡିଆ, ପନିପରିବା ଏଇ ସବୁ ରୋଜଗାରରୁ ସେମାନେ ଚଳନ୍ତି। ଏଇଟା ହଉଛି ଗାଁ ତାଙ୍କର, ଗାଁ ଟା ପୁରା ଏଠି ଏ ଦେଖନ୍ତୁ ଜାଳ ସବୁ ଶୁଖୁଛି। ଏଇଟା ସମ୍ପୂର୍ଣ୍ଣ ଜାଳ ତାଙ୍କର ରଖି ବର୍ଷ ସାରା ଜାଳ ସଂଗ୍ରହ କରିବେ। ସେମାନେ ସବୁ ସାନ ସାନ ଘର କରି ସେମାନଙ୍କର ଘର ସେ ଏପଟରେ ଏଇଠି ଇଏ ହଉଛି ସାନ ସାନ ଘର ସବୁ ହେଇଛି। ଏବେ ଟିକେ ଟିକେ ଘର ସବୁ କଲେଣି। ମା କଣ ଖାଉଛ? ଆମର ମା ଜଣେ ଏଇଠି ଖାଉଛନ୍ତି। ଏ ମା ଜଣେ ଆମର ଏଠି ଭାତ, ଶାଗ ତା ନାତୁଣୀ ନା? ଓହୋ। ମଉସା ଆମର ଏଇଠି ଖାଉଛନ୍ତି। ମଉସା ଖାଇସାରିଲ କି? ହଉ ହଉ। ଏଇ ଦେଖନ୍ତୁ ତାଙ୍କର ପାଣି ଗରମ ହଉଛି ଏଠି ଗାଧେଇବେ ସବୁ ଲୋକମାନେ ତାଙ୍କର। ଆଉ ଯିଏ ଯେତେବେଳେ ଆସିବ ପାଣି ଗରମ ହଉଥିବ ସବୁବେଳେ ଚାଲିଥିବ ଏଇଠି ଗାଧୁଆ। ଦର୍ଶକ ବନ୍ଧୁ ଏଠି ଗୋଟେ ଏଇଟା କଣ କହନ୍ତି କି ବତକ? ଏଇଟା ଗୋଟେ ବତକ ଦେଖ ଛୋଟ ଛୋଟ ତା ଛୁଆ ଧରିକି ବୁଲୁଛି। ଏମାନେ ପାଣିରେ ରହନ୍ତିନି ଶୁଖିଲାରେ ରହିବେ? ଓହୋ। ଦର୍ଶକ ବନ୍ଧୁ ଭିଡିଓଟି ଯଦି ମୋର ଭଲ ଲାଗିଲା ନିଶ୍ଚୟ ଲାଇକ୍ କରିବେ, ସବସ୍କ୍ରାଇବ କରିବେ। ଯିଏ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଜଣେ ଆଜି ମୁଁ ଚରମ୍ପି ଗାଁର ଗୋଟେ ଛୋଟ ଗାଁ ଚରମ୍ପି ଗାଁର ଭିଡିଓଟି ମୁଁ ଏଠି ଆପଣ ମାନଙ୍କୁ ଦେଖେଇବା ପାଇଁ ମୋ ଚ୍ୟାନେଲ ମାଧ୍ୟମରେ ଦେଖେଇବା ପାଇଁ ଚେଷ୍ଟା କଲି। ଆମର ଏଇଠି ସେ ନାନୀ ବସି ଖାଉଛନ୍ତି ଛୋଟ ପୁଅକୁ ଧରିଛନ୍ତି। କିଛି ହବନି। ବହୁତ ବଢିଆ ହେଇଛି ତମ ଗାଁ ଟା ସୁନ୍ଦର ଗାଁ ଟା ହେଇଛି। ଖାଅ ଖାଅ ଖାଅ। ଏଇ ସେ ଛୋଟ ପୁଅ ଭାବିଲା ଛୋଟ ପୁଅ ଭାବୁଛି ମତେ ନେଇଯିବେ କି କଣ ସେ ଡରିକିରି ଆଇ ମା ପାଖରେ ବସିଗଲାଣି।